ୱେନ୍ସା ସିୟୁକି ବହିର ନାଁ। ଆଉ ବହି ଦେଖିଲେ ଲାଭ କଣ ହବ? ଆଇସିଙ୍ଗର ଜଣେ ରହିଲା ହେଲା, ଟଙ୍କେଶ ବନିୟର, ଇବନ ବତୁତା, ଆଲବେରୁଣି ହେଲା, ଏତେ ସବୁ ଆସିଥିଲେ। ମରକ୍କୋର ତମର ପଢିଯିବ ସେ ଟ୍ରାଭେଲର କଣ କିଏ ଥିଲେ? ମରକ୍କୋର ତ କହିଥାଏ ଆଲବେରୁଣି ଇଏ ସବୁ ରହିଲା, ଟଙ୍କେଶ ବନିୟର ହେଲା, ଏଇମାନେ ସବୁ ଆସିଥିଲେ। ସେମାନେ ଲେଖି ଯାଇଥିବା କିଛି ସୋର୍ସ ଯାହା ଫଳରେ ସେ ଟାଇମର ହିଷ୍ଟ୍ରି ବିଷୟରେ ଜଣା ଯାଉଛି, ସେ ସୋର୍ସ ଟାକୁ ଆମେ ଫରେନ ଆକାଉଣ୍ଟରେ ଲେଖିଥାଉ। ଫରେନ ଆକାଉଣ୍ଟ କାହିଁକି କୁହାଗଲା? କାହିଁକିନା ବାହାରୁ ଯୋଉମାନେ ଆସିଛନ୍ତି ତାଙ୍କର ଆକାଉଣ୍ଟକୁ ଆମେ ପଢିଲେ ହେଲେ ଆଉ ତାଙ୍କର ଆକାଉଣ୍ଟକୁ ଆମେ ବିଶ୍ୱାସ କରୁଛୁ। ଆପଣ ଯେତେବେଳେ ଦେଖିବେ ରାଜା ମାନେ ନିଜର ଗୁଣଗାନ କରିବା ପାଇଁ ବଢେଇ ଚଢେଇ କୁହାହବ ସମସ୍ତେ ହେଲା। ଏଇନା ମୁଁ ଯଦି ତମମାନଙ୍କୁ କହିବି ଯେ ମୁଁ ଛୋଟବେଳେ ବହୁତ ପାଠ ପଢୁଥିଲି ଇଏ କରୁଥିଲି କୁଆଡେ ବୁଲୁନଥିଲି, ମୋ ମାନେ ଟାଇମ ପିରିୟଡରେ ମୁଁ ବୋଧେ ହାର୍ଡଲି 10th ଏକ୍ସାମ ବେଳେ 1:30 ଯାଏ ପାଠ ମ୍ୟାଥ ଖାଲି କଣ ଦେଖିକି ଠିଆ କର। ଆଉ ମୁଁ କେବେ ପାଠ ପଢିବି କହିବାକୁ ଗଲେ ଅନେଷ୍ଟଲି କହିବି ଯଦି ଘଣ୍ଟେରୁ ଦେଢ ଘଣ୍ଟା ତାରି ପାଇଁ ବହୁତ ମାଡ ଖାଇଛି। ମୋ ଦିଦି ପାଠ ପଢୁଥିବ ଏତେ ସାରା ଆଉ ମୁଁ ବୁଲୁଥିବି, ଏଣିକି ନୂଆ ବର୍ଷ ପରେ ଆମର ଏକ୍ସାମ ହବ, ମୁଁ ସାଇକେଲ ଧରିକି ବୁଲୁ। ଘରେ ଆସିଲି ସଣ୍ଡେ ଥିଲା, ବାବା ବସିଛନ୍ତି ଚେୟାର, ମୁଁ ଦେଖିଲି ମୋ ଦିଦି ସାଇଡରେ ପାଠ ପଢୁଛି, କଣ ଅବସ୍ଥା ହେଇଥିବ, କଣ ଅବସ୍ଥା ହେଇଥିବ। କେତେବେଳେ ମା କହୁଥିବେ ଆସିକି ଯେ ସେ ମାଡ ଖାଇଛନ୍ତି ଏମିତି ଭାବରେ ତୁ ମାଡ ଖାଇଛୁ ପାଠ ପଢିବା ପାଇଁ। ତମମାନଙ୍କ ଭିତରୁ କେତେ ଜଣ ଜାଣିଛ ଅମରି ଗଛ, ଅମରି ଲତା ବଢିଆ ଲାଗେ ହେଲା, ବଢିଆ ଲାଗେ ସେ ଜିନିଷଟା ବଢିଆ ଲାଗେ, ଗଛରୁ ପୁରା କଞ୍ଚା କଞ୍ଚା ଡାଳ ପୁରା ଇଏ ହବ ଲାଗିବ ବଢିଆ ଲାଗେ। କୋଉଟା ବେଶୀ କୁଆଡେ ଗଲା ମତେ ବାଳିକି ଏଥିରେ ଆମେ କେବେ ଖାଇବୁ। ତାହେଲେ ମାଡ ଆମେ ତାହେଲେ ମୁଁ ମୋ ବିଷୟରେ କାହିଁକି ଖରାପ କଥା ତମମାନଙ୍କୁ କହିବି? ମୁଁ ମୋ ବିଷୟରେ ବଢେଇ ଚଢେଇ କହିବି ନା ନାଇଁ? ଇଣ୍ଡିଆନ ହିଷ୍ଟ୍ରି ଥିଲା ସେମିତି, ଲୋକମାନେ ବିଶ୍ୱାସ କାହିଁକି କଲେ? କେତେବେଳେ ବିଶ୍ୱାସ କଲେ ନା ଯେତେବେଳେ ଫରେନ ଆକାଉଣ୍ଟ ଏବଂ ଇଣ୍ଡିଆର ଆକାଉଣ୍ଟ ମିକ୍ସ ହେଲା ଏବଂ ତାକୁ କରାଗଲା ଯେ ମ୍ୟାଚ ହଉଛି, ସେତେବେଳେ ଯାଏ ଲେଖାଗଲା। ଏନା ଦେଖିବା କୋଉ ଟାଇମରେ ଆସିଥିଲେ? ଚନ୍ଦ୍ରଗୁପ୍ତ ମୌର୍ୟଙ୍କ ଟାଇମରେ। ସେ ସମୟରେ ଚନ୍ଦ୍ରଗୁପ୍ତ ମୌର୍ୟଙ୍କର ମୁଖ୍ୟ କିଏ ଥିଲେ? ଯଦି ଆମ ମୁଖ୍ୟମନ୍ତ୍ରୀ ବା ସବୁ ଉପଦେଷ୍ଟା କିଏ ଥିଲେ ତାଙ୍କର? ଚାଣକ୍ୟ ବା କୌଟଲ୍ୟ ବା କଣ କି ଗୁପ୍ତ ବିଷ୍ଣୁ ହେଲା। ତାହେଲେ ଇଏ ଆସିଲେ, ଇଏ ଲେଖିଥିଲେ କଣ ଗୋଟେ ବହି ଲେଖିଥିଲେ ତା ନାଁ ହଉଛି ଅର୍ଥଶାସ୍ତ୍ର। ଅର୍ଥଶାସ୍ତ୍ରରେ କଣ ଡେସକ୍ରାଇବ କରାଯାଇଛି? ସେ ଡେସକ୍ରାଇବ କରାଯାଇଛି ସେମିତି ରାଜ୍ୟ କେମିତି କରୁଥିଲେ, ଶାସନ କରୁଥିଲେ, ରୁଲ ସୋସାଇଟି କଣ ଥିଲା, ଇକୋନୋମି କୋଉଠି ଜେନେରେଟ ହଉଥିଲା, ଏଇ ସବୁ ଉପରେ। ମେଗାସ୍ଥିନିସ୍ ଯିଏ ଆସିଥିଲେ, ମେଗାସ୍ଥିନିସ୍ କିଏ ଥିଲେ? ସେଲୁକସ୍ ନିକେତରଙ୍କର ଦୂତ ଏନଭୟ। ସେଲୁକସ୍ ନିକେତର କିଏ ଥିଲେ? ଆଲେକ୍ଜାଣ୍ଡର ସେନାପତି। ବୁଝିପାରିଲ? ତାହେଲେ ଯେତେବେଳେ ମେଗାସ୍ଥିନିସ୍ କଣ ଆମର କାର ଏନଭୟ ଥିଲେ? ସେଲୁକସ୍ ନିକେତର, ସିଏ ତାକୁ ପଠେଇଲେ କୋଉଠି ଆସିବା ପାଇଁ? ଇଣ୍ଡିଆକୁ। କାହା ଟାଇମ ପିରିୟଡ କୁ ନା ଆମର ଚନ୍ଦ୍ରଗୁପ୍ତ ମୌର୍ୟଙ୍କ ପାଖକୁ। ସେତେବେଳେ ତାଙ୍କର ଏରିଆ ଥିଲା ଆଫଗାନିସ୍ତାନ ହେଲା, ଆଫଗାନିସ୍ତାନ ପର୍ଯ୍ୟନ୍ତ ଇସ୍ରାଇଲ ଆଫଗାନିସ୍ତାନ ଏଇ ସବୁ ଅଞ୍ଚଳ ଥିଲା କାହା ଅଣ୍ଡରରେ? ସେଲୁକସ୍ ନିକେତରଙ୍କ ଅଣ୍ଡରରେ। ଏବଂ ଚନ୍ଦ୍ରଗୁପ୍ତ ମୌର୍ୟ ତାକୁ ସେଠି କଣ କଲେ? ପରାସ୍ତ କଲେ, ତାକୁ ହରେଇଲେ ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଯେତିକି ଏରିଆ ରହିଲା ଚନ୍ଦ୍ରଗୁପ୍ତ ମୌର୍ୟଙ୍କ ପାଖକୁ ପଳେଇ ଆସିଲେ। ବୁଝିପାରିଲ? ତମେ ଯଦି ଦେଖିବ କ୍ରୋନୋଲୋଜିକାଲି ହିସାବରେ ଚନ୍ଦ୍ରଗୁପ୍ତ ମୌର୍ୟକୁ ଆମେ ଫାଷ୍ଟ ରାଜା ବୋଲି ଆମେ କାଉଣ୍ଟ କରୁ, ସେ ଫାଷ୍ଟ ରାଜା ଆସିଥିଲେ। ତା ପୂର୍ବରୁ ବହୁତ ଜଣ ଥିଲେ। ଉଦୟନ ଥିଲା ହେଲା, ଶିଶୁନାଗ ଥିଲା, ତା କଳାଶୋକ ଆସିଲେ, ତାପରେ ଆସିଲେ ନନ୍ଦ, ଧନନନ୍ଦ, ମହାପଦ୍ମ ନନ୍ଦ। ମହାପଦ୍ମ ନନ୍ଦ ଥିଲେ ଫାଉଣ୍ଡର ନନ୍ଦ ଡାଇନେଷ୍ଟିର, ଧନନନ୍ଦ ଥିଲେ ଲାଷ୍ଟରେ, ଯାହା ପରେ କି ତମର ମୌର୍ୟ ସାମ୍ରାଜ୍ୟ। ଯିଏ କି ଅର୍ଥଶାସ୍ତ୍ରର ରଚୟିତା କୌଟଲ୍ୟ, ସେ କାହା ଅଣ୍ଡରରେ କାର୍ଯ୍ୟ କରୁଥିଲେ ଆଗେ? ନନ୍ଦ ଡାଇନାସ୍ଟିରେ। ଧନନନ୍ଦ ତାଙ୍କୁ କଣ କରିଥିଲେ? ଅପମାନ କରି ରାଜ୍ୟରୁ ବାହାର କରିଦେଇଥିଲେ।
ଆଉ କୌଟଲ୍ୟ କଣ ତାଙ୍କର ଗୋଟେ କଣ ଅଛି ପଛରେ ବେଡି ହେଲା। ସେଇଟାକୁ ସେ ଯେତେବେଳେ ଗଲେ ବ୍ରାହ୍ମଣ ଲୋକ ଯିଏ କଣ ରଖିଛି କଣ ତାଙ୍କର ଶ୍ରେଣୀ ରଖିଛି ଜଟା ରଖିଛି ଯାହା ବି ରଖିଥାଉ ସେ ଗଲା ବେଳେ ତାକୁ ଗଣ୍ଠି ପକେଇକି ଯାଇଛି ଏବଂ କହିଲେ ଯେ ପର୍ଯ୍ୟନ୍ତ ଅନ୍ଧ ବଂଶକୁ କଣ କରିବା ଏଇ ରାଜ୍ୟରୁ ଉଠେଇବିନି ସେ ପର୍ଯ୍ୟନ୍ତ ମୁଁ ଏ ଜଟଟା ଖୋଲିବି। ଏବଂ ସେ ଜାଲରେ ବହୁତ କାହାଣୀ ଅଛି ତାର କୋଉଟା ସତ କୋଉଟା ମିଛ ମୁଁ କହିପାରିବିନି କିନ୍ତୁ ସେ କାହାଣୀରେ ସେ ଯାଉ ଯାଉ ଦେଖିଲେ ଯେ ଜଣେ ଲିଡରକୁ ଲିଡର ହଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ୟ ତାଙ୍କର ଭଲ ଭାବରେ ସମସ୍ତଙ୍କୁ ବୁଝଉଛନ୍ତି ଇଏ କରୁଛନ୍ତି ସେଥିପାଇଁ ସେ ତାକୁ ଚୁଜ କଲେ କିନ୍ତୁ ଏଠି କୁହାଯାଇଛି ସିଏ ଥିଲେ ମୌର୍ୟ ସାମ୍ରାଜ୍ୟର ରାଜା। କୋଉ ଜାଗାରେ କୁହାଯାଇଛି ମୌର୍ୟ ସାମ୍ରାଜ୍ୟ ଆଗରୁ ଥିଲା ମୌର୍ୟ ନାହିଁ। ତ ତା ଉପରେ ଆମେ ବିଶ୍ୱାସ କରିବା କଥା ନୁହେଁ ଛାଡ଼ିଦବା। ଏବେ ଦେଖିବା ଆର୍କିଓଲୋଜିକାଲ ସୋର୍ସେସ କହିଲେ କଣ ବୁଝିବା ଯୋଉ ଜିନିଷକୁ ମାଟି ତଳୁ ଖନନ କରି ବାହାର କରାଯାଏ ତାକୁ ଆର୍କିଓଲୋଜିକାଲ କୁହାଯାଏ। various object discovered ଦେଖ various object discovered during excavation various discovered during excavation EXCAVATIONS section is called archaeology। ଭୂ ଖନନ ହଉଛି ଏହା ମାନେ ନୁହେଁ ଯେ ତମେ ଯେକୌଣସି ଗୋଟେ ଜାଗାକୁ ଯିବ ଭୂ ଖନନ କରିଦବ ମାନେ ଆର୍କିଓଲୋଜି ନା ସେଠୁ କିଛି ସୋର୍ସ ତମକୁ ମିଳିବା ଦରକାର। ଆମେ ସବୁ ଜାଗାରେ ଯାଇକି ଖୋଳି ପାରିବା ନାହିଁ ତା ପାଇଁ ତମକୁ ଆପ୍ରୁଭାଲ ଦରକାର। ଆଉ ମନେ ରଖ ସେ ଜାଗାରେ ଖୋଳିବା ପାଇଁ ଯେ ତମେ ସାଧାରଣତଃ କଣ କରନ୍ତି ଯୋଉ ଷ୍ଟୁଡେଣ୍ଟ ମାନଙ୍କୁ ନେଇକି ଯାଆନ୍ତି ଡିଗିଂ ପାଇଁ ସବୁବେଳେ ଷ୍ଟୁଡେଣ୍ଟ ମାନେ କରନ୍ତିନି ସେ ଅଞ୍ଚଳରେ ଲୋକାଲ ଲୋକମାନଙ୍କୁ ହିଁ କାର୍ଯ୍ୟରେ ଲଗାନ୍ତି ଏଟା ରୁଲ ଅଛି। ତମେ ଯୋଉ ସାଇଡରେ ଏକ୍ସକଭେସନ କରିବ ସେ ସାଇଡର ଲୋକାଲି ଯୋଉ ଲେବର ମାନେ ଥିବେ ତମେ ତାଙ୍କୁ କାମ କରେଇବ ବାହାରୁ ତମେ ତମର ଗୋଟେ ଲୋକଙ୍କୁ ନେଇକି ଯାଇପାରିବ ନାହିଁ। କିଛି ଏରିଆ ପର୍ଯ୍ୟନ୍ତ ଖୋଳାଯିବ କିଛି ମିଟର ପର୍ଯ୍ୟନ୍ତ ତାପରେ ସଫ୍ଟ ୱାର୍କ ଷ୍ଟାର୍ଟ ହବ ଧୀରେ ଧୀରେ ଖୋଳିବାର କାମ ହଉଛି ତମ ମାନ ଲୋକମାନଙ୍କର ଆଉ କିଛି ନାହିଁ। ଲୋକମାନେ ତାଙ୍କ ଖୋଳିବା ଟାଇମରେ ଯଦି ଲୋକମାନଙ୍କ ଦ୍ଵାରା କିଛି ଭାଙ୍ଗିଗଲା ସେଥିରେ ବି କିଛି ନାହିଁ କାହିଁକିନା ଏତିକି ମିଟର ପର୍ଯ୍ୟନ୍ତ ଖୋଳିବା ପାଇଁ ଦିଆଯାଇଛି। ଜଣେ କିଏ ଖୋଳୁଛି ସେ ଜାଣିବ କି ତାପରେ କଣ ଅଛି ଏଠି କିଛି ଥାଇପାରେ ସେଟା ଭାଙ୍ଗି ଯାଇପାରେ ହେଲା ଠିକ ହଉ। ଏଇ ଆର୍କିଓଲୋଜିଟା 1904 ରେ ଡେଭଲପ ହେଇଥିଲା ବା ଏଷ୍ଟାବ୍ଲିଶ ହେଇଥିଲା ଲର୍ଡ କର୍ଜନଙ୍କ ଦ୍ୱାରା। It was established by Lord Curzon in 1904। 1904 1904 1904 ରେ ଆର୍କିଓଲୋଜିକାଲ ଇଏ ଭଲ କରେଇଲା 1905 ରେ ସେ ବଢିଆ ଗୋଟେ ଜିନିଷ କରିଛି ବଙ୍ଗ ବିଭାଗ ଲର୍ଡ କର୍ଜନ CURZON। ଆମେ ଖାଲି ଲର୍ଡ କର୍ଜନର ଗୋଟେ ଖରାପ ଜିନିଷ ଦେଖିବାକୁ ପାଇବା ସେ ହଉଛି କଣ ତମର ବଙ୍ଗକୁ ଡିଭାଇଡ କରେ କିନ୍ତୁ ସେ ଇଣ୍ଡିଆ ହିଷ୍ଟ୍ରି ହିସାବରେ ଆର୍କିଓଲୋଜି ହିସାବରେ ସେ ବହୁତ କିଛି କାର୍ଯ୍ୟ କରିକି ଯାଇ ତ ସାର ଜନ ମାର୍ଶଲ ସେ ଜଣେ ରହିଲେ ସେ ଜଣେ କଣ ରହିଲେ ଆର୍କିଓଲୋଜିଷ୍ଟ ରହିଲେ ବୁଝିପାରିଲ ସାର ଜନ ମାର୍ଶଲ ସେ ଗୋଟେ ରହିଲେ ହଉ ଲେଖ ଏବେ ମୁଁ କହିଲି ତ ହିଷ୍ଟୋରିଆନ ସବୁ ଭିନ୍ନ ଭିନ୍ନ ଅଛନ୍ତି ତାଙ୍କ ବିଷୟରେ ଟିକେ ଲେଖ ଯେମିତି ଏଟା
स्टडी ऑफ डेवलपमेंट ऑफ स्क्रिप्ट जोड़ा लेखा जायछि जो स्क्रिप्ट को लैंग्वेज रे लेखा आइछि ता विषय रे जानिबा को कहा जाए पालियोग्राफी। जो माने स्क्रिप्ट ऊपर पाठ पढ़ंती तांको कहा जाए पालियोग्राफिस्ट। बुझी पारलो? स्क्रिप्ट ऊपर, स्क्रिप्ट माने लेखा ऊपर, बुझी पारलो? स्टडी ऑफ इंस्क्रिप्शन जो माने इंस्क्रिप्शन पढ़ी पारंती तांको कहा जाए तमरो एपिग्राफिस्ट। एपिग्राफी एटी कहा जाय तो एपिग्राफी जो माने कोन एटा कोन रहिला इंस्क्रिप्शन कोन रहिला गोटे इंस्क्रिप्शन तो ए ब्राह्मीर जो गोटे गोटे लेटर सेटा होची इंस्क्रिप्शन। बुझिपारल? एइगुराको जो माने पढ़ंती ताकू कुआ जाय एपिग्राफी। स्टडी ऑफ कॉइन जो माने कॉइन ऊपर पढ़ंती माने कॉइन ऊपर जो भिन्न प्रकार चित्र थिबो से चित्र विषय रे जानंती एवं चित्र साइड रे बहुत जोरे लेखन। समस्त जो स्मार्ट क्लास रे सेटा इंटरनेट तो चलछि एइद्रा हम देखिया कॉइन गुडी को जेतोले पढिबा कॉइन्स रो सेइद्रे देखिकी ही करा हबो। चंद्रगुप्तଙ୍କ टाइम रे बा तमे लिखि परिबो तमे नॉर्मल आज घर जाई भी देखि परिबो गुप्त एज रो कॉइन हला गुप्त एज कॉइन ऊपर माने देखिबो तमे जानि परिबो गोल्ड कॉइन जदी ह्यूज अमाउंट रे इंडिया रे के जदी स्टार्ट करथिले से होची गुप्त। तापर रहला ताकू कुआ जाय न्यूमिस्मेटिक। स्टडी ऑफ मॉन्यूमेंट्स मटेरियल रिमेन्स ताकू कुआ जाय आर्कियोलॉजी। आर्कियोलॉजी मोर जस्ट लिखि आर्कियोलॉजी हला मॉन्यूमेंट्स ऊपर पाठ पढिबा मटेरियल मटेरियल माने जो जिंस सब भंगावशेष मिलुची सेगुरा आ मॉन्यूमेंट्स रहिले कोन सौध प्रासाद हला एगुडा बोलो। आर्कियोलॉजिकल हिसाब रे 1921 1921 एवं 1922 रे दीटा सहर ओ लोक मानक सामना को आसीथि। 1921 एवं 1922 रे इंडियस वैली सिविलाइजेशन रो दीटा बड़ खबर आसीतिला लोक मानक आगु से सहर दुईटा कोन हरप्पा केबे हेतिला मोहनजोदड़ो केबे हेतिला एवं तार आर्कियोलॉजी बैरम साहनी राखाल दास बुझी पारलो किंतु सेटा को हेल्प करथिले किए जॉन मार्शल बुझी पारलो ओ अरे एटा लोक मानक नजर को आसीबा परे बा भलो भाबरे एक्सकवेशन हला परे तार अलगा अलगा साइड गुडा भी लोक मानक पाख को पहुंची गला धोलाबिरा रहिला कालीबंगा रहिला लोकल रहिला राखीगढ़ी रहिला 1920 रे कोन जस्ट स्टार्ट करा जाय हला जेई जगह अछि न अछि बोले एमिति किछि सोर्स मिले जेतेबेले 1848 ना 49 ना एग्जैक्ट डेट मोर मने पडुनी से टाइम रे जेतेबेले रेलवे ट्रैक पका होउछला से टाइम रे गोटे मिलेला गोटे कोन माने गोटे तमरो दीप भलिया किछि गोटे मिलेला होम टाइप रो से जगह रे जेतेबेले खोडुतिले ता बहुत दूर मिले जो ब्रिक्स गुडी को मिलेला से ब्रिक्स गुडी को दी टाइप आगुरु ब्रिक्स दी टाइप रो ड्राइड गोटे थिला आ गोटे क्लीन ब्रिक गोटे माने पोड़ी की गोटे इटा थिला आ गोटे खरा रे सुके से जो इटा थिला से इटा गुडा बहुत सरुआ सरुआ इटा आ प्लेन इटा थिला हला এবং সেগুলা কোন নিয়ারে ভালো ভাবে পোড়া হয় এইটা গোটে দিটা মিলিলে কোন এই গোটে কিন্তু সেটা যদি হিউজ अमाउंट रे मिलुची তাহলে आ তলে কিছু ଅଛି ସେ ଜାଗାରେ ସେମାନେ ଗୋଟେ ପାଇଲେ ଗୋଟେ ସ୍ତୂପ ଟାଇପ ର ଗୋଟେ ପାଇଲେ ତାପରେ ଭୁଲିଗଲେ रेलवे ट्रैक का सही पटे देख के आसिले रेलवे ट्रैक का बुली के आसिले तो बॉम्बे तो थाने पर चले तापर रहिला एई सब जो हमर आर्कियोलॉजी रे जो सोर्स गुडी को मिलेला हरप्पा रे मिलेला सील्स गुडी को मिलेला बा बहुत जगह कॉइन्स मिलिदिबो से कॉइन से जहां भी लिखा हो ता पूर्व जहां सब थिला वैदिक एज हला बुद्धिस्ट एई सब टाइम पीरियड जहां सब हिस्ट्री लोक मानक नजर को आसिला ता विषय रे हम से टाइम हिस्ट्री विषय रे जानि पार तो कहा जो ओल्डेस्ट हमर जदी सबटा ओल्डेस्ट वेद कोन ऋग्वेद बा ऋग्वेद जोटा रहिला सेटा को टाइम रे हेतिला देखा 1500 बीसी ला कोडी लेखा हेतिला को माने लेखा हरप्पार लोक माने काहे की गायब हे गले सेटा के जाने
କିନ୍ତୁ ତାର ବହୁତ ଗୁରା ଅଛି। ବହୁତ ଜଣ ବହୁତ କିଛି କୁହନ୍ତି ଯେ ଆର୍ଯ୍ୟନ୍ସ ମାନେ ଆସିଲେ, ଆର୍ଯ୍ୟନ୍ସ ମାନେ ଆର୍ଯ୍ୟ, ଯୋଉମାନେ ସେଣ୍ଟ୍ରାଲ ଏସିଆରୁ ଆସିଲେ। ଏମାନେ ଆସିଲେ ଏବଂ ହରପ୍ପାର ଲୋକମାନଙ୍କୁ ମାରିଦେଲେ। କିନ୍ତୁ ହରପ୍ପାର କୌଣସି ଜାଗାରେ ବି କୌଣସି ତମର ଯୋଉ ହତ୍ୟା, ତାର କିଛି ଏଭିଡେନ୍ସ ନାହିଁ। ମାନେ ହରପ୍ପାର ଲୋକମାନେ କାହା ସହ ୱାର କରୁନ ହେଲା। ସେକେଣ୍ଡ ରହିଲା ସେ ଟାଇମରେ ଯଦି କୌଣସି ସାଇକ୍ଲୋନ ଆସିଯିବ, ସେଟା ଗୋଟେ ରହିଲା। ଥାର୍ଡ ରହିଲା ଅର୍ଥକ୍ୱେକ। ଫୋର ରହିଲା କିଛି ତାଙ୍କର ମାନେ ଯଦି କୁହାଯିବ ଭୌଗୋଳିକ ବା ଆମର ଜିଓଗ୍ରାଫିକାଲ ର କିଛି ପ୍ରୋବ୍ଲେମ ହେଇଥିଲା, ଯାହା ଫଳରେ ସେମାନେ ସେ ଏରିଆ ଛାଡି ପଳେଇଲେ, କୁହାଯାଇପାରେ। ଆରିଆନ୍ସ ମାନଙ୍କର ଏଭିଡେନ୍ସ କୁ ଅଧିକ ଭାବରେ ସତ୍ୟ ବୋଲି କୁହାଯାଏ। କାହିଁକିନା ତାଙ୍କ ପରେ ଇଣ୍ଡିଆରେ କୋଉମାନେ ରହିଲେ? ଆରିଆନ୍ସ ମାନେ ହିଁ ରହିଲେ। ଆଉ ସେଇମାନେ ହିଁ ପ୍ରଥମେ ଥିଲେ ଯିଏକି କଣ କରିଥିଲେ, ବୁଝିଲେ କି? ହେଲା। ବେଦ ସହିତ ଗୋଟେ ଦେଶର ମାନେ ମେ ବି ଇରାନ ନା ଇରାକ ର, ହେଲା, ଦିଟାଙ୍କ ପୁରା ସିମିଲାରିଟି ଅଛି। ତାଙ୍କର ରାଇଟିଂ ଆଉ ବେଦର ରାଇଟିଂ ଦିଟାଙ୍କ ସିମିଲାର ଅଛି। ତ ତାପରେ ହିଁ ବେଦ ଲେଖାଗଲା। ବେଦ ଲେଖାଗଲା ପଞ୍ଜାବ ନଦୀ କୂଳରେ। ବୁଝିପାରିଲ? ପଞ୍ଜାବ ନଦୀ କୂଳ। ପଞ୍ଜାବ କାହିଁକି କୁହାଗଲା? କିନ୍ତୁ ଆଗରୁ ତ ସପ୍ତ ସିନ୍ଧୁ ଥିଲା। ଏଟା ତ ସପ୍ତ ସିନ୍ଧୁ ଥିଲା। ସପ୍ତ ସିନ୍ଧୁ ଥିଲା, ପାଞ୍ଚଟା କୁଆଡେ? ସରସ୍ୱତୀ ନଦୀ ଅଛି? ବିତସ୍ତା ନା ଶୁଣିବ ଝେଲମ ଅଛି? ପୁରୁଷିନି, ରବି, ଉପାସା ସବୁ ଅଛି। ତାହେଲେ ଯୋଉ ଦୁଇଟା ନଦୀ ନାହିଁ, ସେ ନଦୀ ଦୁଇଟା ଶୁଖି ଯାଇଛି। ସେଥିପାଇଁ ପଞ୍ଚନବରୁ ଆସିଲା ପଞ୍ଜାବ। ହେଲା। ପଞ୍ଜାବ କୂଳରେ ଲେଖା ଯାଇଥିଲା ଫାଷ୍ଟ ତମର ବେଦ। ଆଉ ଆର୍କିଓଲୋଜିକାଲ ପାଞ୍ଚଟି ନଦୀର ଗୋଟେ ଜାଗା, କୋଉ ନଦୀ ସେମିତି ଲେଖା ନାହିଁ। ପଞ୍ଜାବ କହିଲେ ତମେ ଭାବୁଛ ଏବେକାର ଯୋଉ ପଞ୍ଜାବ ଟା, ନା, ସେମାନେ ସେଠି ନଥିଲେ, ସେମାନେ ହିମାଳୟ ଅଞ୍ଚଳରେ ଥିଲେ। ତାର ଅଛି ଦେଖ। ଏ ଆର୍କିଓଲୋଜିକାଲ ଆଉ କଣ କଣ ମିଳୁଛି? ବେଦ ବିଷୟରେ ଜାଣିଲେ, ଓରିଆନ ବିଷୟରେ ଜାଣିଲେ, ଶୁମ୍ଗ ବିଷୟରେ ଜାଣିଲେ, ଶୁମ୍ଗ ବିଷୟରେ ଲେଖିଥିବରେ, ଗୋଟେ ଗୋଟେ ଶୁମ୍ଗ ବିଷୟରେ ଲେଖି ବେଦିକ ତ ଗଲା। ବେଦକୁ ଛାଡିଦିଅ। ମୌର୍ୟ ମୌର୍ୟ ବଂଶ ଫାଉଣ୍ଡର କିଏ ରହିଲେ? ଚନ୍ଦ୍ରଗୁପ୍ତ ମୌର୍ୟ। ଖାଲି କହିବେ, ଗୁପ୍ତ ଆହୁରି ଅଛି। ଚନ୍ଦ୍ରଗୁପ୍ତ ମୌର୍ୟ ଲେଖିବ। ଚନ୍ଦ୍ରଗୁପ୍ତ ମୌର୍ୟ, ମୌର୍ୟ ବଂଶର ପ୍ରଥମ ଫାଉଣ୍ଡର। ଫାଉଣ୍ଡର ଅଫ ମୌର୍ୟ ଡାଇନାସ୍ଟି ଚନ୍ଦ୍ରଗୁପ୍ତ ମୌର୍ୟ। ଶୁଙ୍ଗ, ତାପରେ ଶୁଙ୍ଗ ଡାଇନାସ୍ଟି, SUNGA, ଶିଶୁନାଗ, ଏ ଶିଶୁନାଗ, ଶିଶୁନାଗ ଶୁଙ୍ଗ ଡାଇନାସ୍ଟିର ଫାଉଣ୍ଡର, ଫାଉଣ୍ଡର ଅଫ ଶୁଙ୍ଗ ଡାଇନାସ୍ଟି ଶିଶୁନାଗ। କୁଷାଣ, କନିଷ୍କ, ये सब ଆମର କ୍ରୋନୋଲୋଜିକାଲ ହିସାବରେ ଆସୁଛି। ମାନେ ତମର ଯେ ପର୍ଯ୍ୟନ୍ତ ବ୍ରାହ୍ମୀ ପର୍ଯ୍ୟନ୍ତ। ହଁ କୁଷାଣ, କୁଷାଣ, କନିଷ୍କ, ତାପରେ ଇଣ୍ଡୋ ଗ୍ରୀକ। ଇଣ୍ଡୋ ଗ୍ରୀକ ର ଜଣେ ରାଜା ଆସିଥିଲେ, ତମେ କାହା ଶୁଣିଥିବ? ମେନେନ୍ଦର। ମେନେନ୍ଦର ଆସିଥିଲେ ଏବଂ ସେ ଟାଇମରେ ଆସିକି ଜଣେ ବୁଦ୍ଧିଷ୍ଟ ମଙ୍କ ସହ ଦେଖା ହେଇଛି। ସେ ବୁଦ୍ଧିଷ୍ଟ ମଙ୍କ ହଉଛନ୍ତି ନାଗସେନ।
ସେ ନାଗସେନ ଆଉ ମେନେନ୍ଦରଙ୍କର ଯୋଉ କଥାଟା ହେଇଥିଲା ସେ ଗୋଟେ ବହିରେ ଲେଖା ଯାଇଥିଲା, ସେ ବହିର ନାଁ ହଉଛି ମିଳିନ୍ଦ ପନହ। ନାଗସେନ ଜଣେ ବୁଦ୍ଧିଷ୍ଟ ମଙ୍କ। ନାଗସେନ, NONK। ସେତେବେଳେ ନନ୍ କେହି ଦେଖା ଯାଉନଥିଲେ, ନନ୍ ନୁହଁ କେହି ଦେଖା ଯାଉନଥିଲେ। ହଉ, ମିଳିନ୍ଦ ପନହ। ଏ ସବୁ କ୍ୱେଶ୍ଚନ ମୁଁ ତମକୁ ଆଗରୁ କହିଦଉଛି। ଯାହା ସବୁ ଡାକୁଛି ସବୁ କ୍ୱେଶ୍ଚନ ସର୍ଟ କ୍ୱେଶ୍ଚନ ଆନ୍ସର ତା ମନେ ରଖିବ। କିଏ ଯିଏ ଲେଖୁନ ପରେ କହିବ ନିଜେ ଲେଖିନ ବୋଲି। କଣ ହେଲା କହ ମୁଁ କହୁଛି। ଇଣ୍ଟଗ୍ରେଟର ମ୍ୟାନେଜର। NENDR। ତମେ ଆରାମରେ ଯାଇକି ଆଉ ଥରେ ରିଚେକ୍ କରିଦବ। ତାପରେ ରହିଲା ସାତବାହନ। ସାତବାହନର ଫାଉଣ୍ଡର କିଏ ରହିଲେ? ସିମୁକ। 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 ତାପରେ ଗୁପ୍ତ। ଗୁପ୍ତ ଡାଇନାଷ୍ଟିର ଫାଉଣ୍ଡର କିଏ କିଏ କହିପାରିବ? ଗୁପ୍ତ ଡାଇନାଷ୍ଟିର ଫାଉଣ୍ଡର କିଏ? ଗୁପ୍ତର ନାଁ କଣ ଜାଣିଛ? ତମେ ସେ ଦି ଜଣଙ୍କ ନାଁ ଆଗରୁ କେବେ ଶୁଣି? ତମେ ଚନ୍ଦ୍ରଗୁପ୍ତଠୁ ଖାଲି ପଢି ଯାଇଛ। ଗୁପ୍ତ ଡାଇନାଷ୍ଟିର ଫାଉଣ୍ଡର ହଉଛନ୍ତି ଶ୍ରୀଗୁପ୍ତ। ଶ୍ରୀଗୁପ୍ତଙ୍କର ପୁଅ ହଉଛି ଘଟୋତ୍କଚ। ଘଟୋତ୍କଚଙ୍କର ପୁଅ ହଉଛି ଚନ୍ଦ୍ରଗୁପ୍ତ ଫାଷ୍ଟ। ଚନ୍ଦ୍ରଗୁପ୍ତଙ୍କର ପୁଅ ହଉଛି ସମୁଦ୍ରଗୁପ୍ତ। ସମୁଦ୍ରଗୁପ୍ତଙ୍କର ପୁଅ ହଉଛି ଚନ୍ଦ୍ରଗୁପ୍ତ ସେକେଣ୍ଡ। ଚନ୍ଦ୍ରଗୁପ୍ତ ସେକେଣ୍ଡଙ୍କ ପରେ ଆସିଲେ ସ୍କନ୍ଦଗୁପ୍ତ, ତାପରେ କୁମାରଗୁପ୍ତ ଯିଏକି ନାଳନ୍ଦା ୟୁନିଭର୍ସିଟି ତିଆରି କରି। ଘୋଷିବାକୁ ପଡିବ, ସବୁ ଘୋଷିବାକୁ ପଡିବ ହେଲା। ଶ୍ରୀଗୁପ୍ତ ରହିଲା, ଶ୍ରୀଗୁପ୍ତଙ୍କ ପରେ କିଏ ରହିଲେ? ଘଟୋତ୍କଚ ରହିଲେ। ଏଇ ଯୋଉ ସାତବାହନଟା ଅଛି କି ସାତକର୍ଣ୍ଣି, ଗୌତମୀ ପୁତ୍ର ସାତକର୍ଣ୍ଣି, ସେ ପର୍ଯ୍ୟନ୍ତ ତମକୁ ନଅଟା ଘୋଷିବାକୁ ପଡିବ। ଦିଆ ହେଇନି, ଦିଆ ହେଇନି, ଚିନ୍ତା କର। ଦିଆ ହେଇନି, ହେଲା। ତାପରେ ରହିଲା ତମର ଯୁକ୍ତ ଗଲା ପଲ୍ଲବ। ପଲ୍ଲବ ଡାଇନେଷ୍ଟିର ଫାଉଣ୍ଡର ଦିଆ ହେଇନି। ତାଙ୍କ ଡାଇନେଷ୍ଟି କାଇଁ? ହିରଣ୍ୟ। ଯଦି କ୍ରୋନୋଲୋଜି ଜାଣିବାର ଅଛି କହିବ, ମୁଁ ଖାଲି ସେତିକି ଜାଣିବା ପାଇଁ ବହିରେ ନାହିଁ। ଛୋଟ ଛୋଟ ଖାଲି ତାଙ୍କର ଫାଉଣ୍ଡର ଆଉ ତାଙ୍କ ଡାଇନେଷ୍ଟି। ପଲ୍ଲବ ଡାଇନେଷ୍ଟିର ଫାଉଣ୍ଡର ଲେଖ। ନରସିଂହ ବର୍ମନ ପ୍ରଥମ। ନରସିଂହ, ନରସିଂହା, ସିଂହ, ସିଂହା, SIMHA। ସିଂହା ବର୍ମନ, BARMN ଫାଷ୍ଟ। ନରସିଂହ ବର୍ମନ। ତାପରେ ଚୋଳ। ଚୋଳ, ଚୋଳ, ଚେର, ପାଣ୍ଡ୍ୟ ଏଇ ସବୁ ଥିଲେ ଆମର ସାଉଥ, ହେଲା, ସାଉଥ ଇଣ୍ଡିଆନ ଇଏରେ ରହିଲା। ଚୋଳ ଡାଇନେଷ୍ଟିର ଫାଉଣ୍ଡର ବିଜୟାଳୟ। ସମସ୍ତଙ୍କୁ ସେଇଆ ଲାଗେ। କାଶ ମୁଁ ପଢିଥାନ୍ତି। ହିଷ୍ଟ୍ରି ଆମକୁ, ମୁଁ ତମକୁ ଫାର୍ଷ୍ଟ କ୍ଲାସରେ କଣ କହିଛି, ହିଷ୍ଟ୍ରି ଆମକୁ ଯୋଉ ୱେରେ ପଢା ହେଇଛି ଆଉ ହିଷ୍ଟ୍ରି ସେ ୱେରେ ପଢେଇବା କଥା ନୁହେଁ। ହିଷ୍ଟ୍ରି ଆଗକୁ ପଢିବା ପାଇଁ ଆସିବ, ଆମ ସାର୍ କହିବେ ଏଇଟା କଣ ପାଠ ପଢୁଛ, ତା ଗପ। ସେ ଗପଟା ଭିତରେ କଣ ଅଛି ସେଇଟା ବୁଝ। ସେ ଗପଟା କଣ? ସବୁବେଳେ ବୁକ୍ କୁ ସେ ଓପନ କରଉଥିଲେ, ସାର୍ ଆସିବେ ତମ ବହି ସବୁ ବନ୍ଦ। ତ ସେଇ ଜିନିଷଟା ମୁଁ ବୁଝିଲି, ବହି ବନ୍ଦ କରିବା ଉଚିତ। କାହିଁକି ନା ତମେ ଗୋଟେ ଜାଗାରେ ପଢଉଥିବ, ତମେ ସେ ଜିନିଷ ବହିରେ ଡିଷ୍ଟର୍ବାନ୍ସ ହୁଏ। ତାହେଲେ ଠିକ ଅଛି, କିନ୍ତୁ ବହିରେ ଯାହା ଅଛି ତମେ ସେଇଟାକୁ ହିଁ ଗାଇଯିବ, ଏଟା ନୁହଁ। ବହିରେ ବହୁତ ଜିନିଷ ଦେଇଛି, ହେଲା। ତମର ଏଠି ଆର୍କିଓଲୋଜିରେ ଏତିକି ସରିଗଲା, ବହିରେ ବହୁତ ଦେଇଛି। ବହିରେ ଯେତିକି ଦିଆହେଇଛି ସେତିକି ଯଦି ପଢିବି ତାହେଲେ ତମର କୋର୍ସ ହିଁ ସରିବ। ଆଉ ତାହେଲେ ତ ତମେ ତ ନିଜେ ପଢି ଦେଇଥାନ୍ତ।
ଯଦି ବହିକୁ ଦେଖିକି ଟୋଟାଲ ଯଦି ପଢିଥାଉ ଠିକ କଥା ହେଲା। ଆର୍କିଓଲୋଜିରେ ଏତିକି ରହିଲା, ତାପରେ ଆହୁରି ରହିଛି। ଆର୍କାଇଭ। ଦେବଙ୍କର ପୁରା ନାମ କଣ? ଦେବ ନାମ ପ୍ରିୟ ପ୍ରିୟଦର୍ଶିନୀ ଅଶୋକ। ତାଙ୍କର ପୁରା ନାମ କଣ? ଏଇଟା ତମ ବହିରେ ପଢିବ। ସେଇଥିରେ ନାହିଁ ତାର। ଯେମିତି ଖାରବେଳଙ୍କର ପୁରା ନାମ କଣ? ମହାମେଘ ବାହନ ଐର ଖାରବେଳ। ଜୀବନ ମଧୁଦାଙ୍କର ପଡିବ, ଆଲବରଣୀଙ୍କର ପଡିବ, ବହୁତ ଜଣଙ୍କର ଅଛି। ସବୁ କୁହାଯିବ କାହିଁକି ନା କୁହାଯାଏ ବାପା ଜେଜେବାପା କାର୍ଯ୍ୟ କରିଛନ୍ତି ତାଙ୍କର ନାଁଟାକୁ ଆଡ କରିଥିଲେ ଟିକେ ଭଲ ହୁଏ। ବକ୍ସି ଜଗବନ୍ଧୁ ଭମରବର ରାୟ ଦାସ ମହାପାତ୍ର ବିଦ୍ୟାଧର ଅଛି ଗୋଟେ ହେଲା, ତାଙ୍କର ପୁରା ନାଁଟା ଅଛି। ବକ୍ସିର ଅର୍ଥ କଣ? ବକ୍ସି ଯୋଉ ଜଗବନ୍ଧୁ କୁହାଯାଉଛି ବକ୍ସିର ଅର୍ଥ କଣ, ମିନିଂ କଣ? ଫାଇଟର ନୁହେଁ, ସେଟା ନୁହେଁ। ଗୋଟେ ଏରିଆରୁ ତାଙ୍କୁ ଦିଆଯାଉ, ତା ପାଖରେ ଚାରିଟା ଏରିଆ ଥିଲା, ସେ ଚାରିଟି ଏରିଆରୁ ସେ ଟ୍ୟାକ୍ସ କଲେକ୍ଟ, ତାକୁ ଟ୍ୟାକ୍ସ କଲେକ୍ଟ କୁହାଯାଉଥିଲା ବକ୍ସି। ଯେମିତି ନାୟକ, ଲକ୍ଷ୍ମଣ ନାୟକ ନାଁ ଶୁଣିଛ? ଏଟା ଲକ୍ଷ୍ମଣ ନାୟକ ନୁହେଁ, ନାୟକ ତାର କାର୍ଯ୍ୟଟା, ସେ ଯୋଉ କାମ କରୁଥିଲା, ମାନେ ତମକୁ ନର୍ମାଲି ଯଦି ଅମିନ କଥା କୁହାଯିବ, ଆରାଇ ଅମିନ ରହୁଛନ୍ତି କିଏ? ଲକ୍ଷ୍ମଣ ନାୟକ ତାଙ୍କୁ କୁହାଯାଉଥିଲା ହେଲା, ତାଙ୍କର ଅଲଗା ଟାଇଟଲ ଅଛି, ସେଟା ନୁହେଁ। ବୁଝିପାରିଲ? ଯୋଉ ରହିଲା ଦାସ, ଦାସ ଦି ଟାଇପ ର ଅଛି, ଗୋଟେ ରହିଲା ଦାସ ଆଉ ଗୋଟେ ରହିଲା ଦାସ, ମାନେ ଦାସ ଦିଟା ରହିଲା ଗୋଟେ ଭାବ। ଜଣେ ଗୋଟେ ପୁରୋହିତ ରହିଲେ ତାଙ୍କୁ ଦାସ କାହିଁକି କୁହାଗଲା? ସେ ଭଗବାନଙ୍କର ଦାସ ବୋଲି ତାଙ୍କୁ ଦାସ କୁହାଗଲା, ସେଟା ଗୋଟେ ରହିଲା। ଯେ ରାଜାଙ୍କର ଦାସ ଥିଲା, ମାନେ ରାଜାଙ୍କର କାର୍ଯ୍ୟ କରିବ, ସେଠି ଗୋଟେ ଦାସ ରହିଲା। ବୁଝିପାରିଲ? ଦିଟାଙ୍କର ଅଛି। ଯେ ଭଗବାନଙ୍କୁ କରୁଛି ତାଙ୍କୁ ପୁରୋହିତ କୁହାଗଲା, ମାନେ ହାୟର କ୍ଲାସ ସେ ଟାଇମ ରେ ଭଗବାନଙ୍କୁ ଯିଏ ପୂଜା କରୁଛି। DASH ଆଉ DAS ରହିଲା ସେ ନର୍ମାଲି କାହାର? ରାଜା ମାନଙ୍କର କ୍ରୀତ ଦାସ ଯୋଉଟାକୁ କୁହାଯାଉଥିଲା। ବୁଝିପାରିଲ? ଯେମିତି ତମର ଆଚାର୍ଯ୍ୟ, ଆଚାର୍ଯ୍ୟ ତିନି ଟାଇପ ର ରହିଲେ, ଜଣେ ବ୍ରାହ୍ମଣ ରହିଲା, ଜଣେ ନର୍ମାଲ ଲୋକ ରହିଲା, ଆଉ ଜଣେ ରହିଲା ଶିକ୍ଷାକୁ ଯିଏ ବିକ୍ରି କରୁଥିଲା, ଏବଂ ଶିକ୍ଷାକୁ ବିକ୍ରି କରି ଯିଏ ପାଠ ଆଣୁଥିଲା, ମାନେ ପଇସା ଆଣୁଥିଲା। ବୁଝିପାରିଲ? ଅର୍ଥାତ୍ ଟ୍ୟୁସନ କରିକି ବା ପିଲାଙ୍କୁ ପାଠ ପଢେଇ ଯୋଉ ରୋଜଗାର କରାଯାଉଥିଲା, ସେଥିରେ ବି ଆଚାର୍ଯ୍ୟ ରହିଛି। ଯିଏ ଭଗବାନଙ୍କୁ ପୂଜା କରୁଥିଲେ ସିଏ ବି ଆଚାର୍ଯ୍ୟ ରହିଛି। ଯିଏ ନର୍ମାଲ ମାଗଣାରେ ପଢଉଥିଲେ ସିଏ ବି ଆଚାର୍ଯ୍ୟ ରହିଛି। ଆମ ଏଚଓଡି ର ନାଁ ଥିଲା ସୁବ୍ରତ କୁମାର ଆଚାର୍ଯ୍ୟ। ସେ ଏଇଟା ପଢଉଥିବା ଟାଇମରେ ମୁଁ ଡାଇରେକ୍ଟ ପଚାରିଥିଲି, ସାର୍ ଆପଣ? କହିଲା ମୁଁ ତ ନଉଛି, ମାସକୁ 2 ଲକ୍ଷ ଟଙ୍କା ଏଇଠୁ ନେଇକି ଯାଉଛି, ଆଉ କଣ ଦରକାର? କିନ୍ତୁ ତାଙ୍କର ବହି ଗୁରା କିଣି ପାରିବନି। ସୁବ୍ରତ କୁମାର ଆଚାର୍ଯ୍ୟ ଓଡିଶାର ଏକମାତ୍ର ହିଷ୍ଟୋରିଆନ ରହିଲେ, ଯିଏକି ଆମର ଗ୍ଲୋବାଲ ହିଷ୍ଟୋରିଆନଙ୍କର ନାଁରେ ରେଭେନ୍ସା ରହିଛି। ଅଶୀ ପ୍ରସାଦ ଗୌତ, ସୁବ୍ରତ କୁମାର ଆଚାର୍ଯ୍ୟ, ହରିହର ପଣ୍ଡା। ହରିହର ପଣ୍ଡାକୁ ଭେଟିଲେ ତମକୁ ଲାଗିବନି ସେ ଜଣେ ହିଷ୍ଟୋରିଆନ ବୋଲି, ହେଲା। ସେ ତମ ସହ ଭଲ ଭାବରେ ମିଶି ସୁଭାଷ ବାରିକ,
ଉମାକାନ୍ତ ମିଶ୍ର, ଅତୁଲ କୁମାର ସେ ଆମ ମୁଁ ଯୋଉ ୟୁଜି କଲେଜରେ ପାଠ ପଢୁଥିଲି ସେଠି ଆମର ଏଚଓଡି ଥିଲେ। ତାକୁ ପୁଣି ଏଇଠି ରେଭେନ୍ସାରେ ଭେଟ ହେଲା। ହଉ ଏଇଟା ଟିକେ ଇଜି। ହଁ ଏଇଠି ବ୍ୟାସନଗର ଏନ୍। ସେଭେନ ଏଇଟ ର ହିଷ୍ଟ୍ରି କୁ ହଁ ତମେ ଯଦି ତମ ପାଖରେ ଯଦି ବହି ଥିବ ତାହେଲେ